जय जगन्नाथ पिला माने आज आमर एक नूतन वीडियो को आपण मानक स्वागत। पूर्वर आम केतोटी प्रश्न आलोचना करथिले जहाँकि 2025 मसीहा जून मासर नेट क्वेश्चन नेट परीक्षार क्वेश्चन। आज आम से 2025 मसीहा जून मासरे जो नेट परीक्षा होता तार आउ केतोटी प्रश्न आम आलोचना करबा। प्रश्न रही निम्नलिखित पद्यटी क्यों रीतिर सूचना मिले। तो ये जो पढ़ी से क्यों रीति कथा कहुई कालिंदी जल कल्लोल रंगिया कदम्ब तरु तल त्रिभंगिया कला कोकिल कज्ज्वल कालिया केली बरही कलाप चुलिया कांत कुंडलिया कुमुद बंधु मुखमंडलिया एथिरे क्यों रीति कथा कहुई एथिरे पांचाली रीतिर वर्णना रही। यह रसकल्लोलर एक पद आपण मैंने जानी समस्ते रसकल्लोल दीनकृष्ण दास रचना करुछंती। यह होछि 34 छंद विशिष्ट क आद्य नियम रे रचित। परवर्ती प्रश्न वज्र बादल और जरद गव छद्म नाम रे किए राजनैतिक पद्य रचना करथिले। वैकुंठ पट्टनायक। वैकुंठ पट्टनायक। परवर्ती प्रश्न कस्तम रही देखिए कस्तम रे आमर प्राच्य साहित्य तात्विक माने समस्ते अच्छी पटे से कौन कही रीतिर नामकरण कौन करिसेंती बोली से कथा रही। तो आम देखिबा आंसर हम कुंतक कहिसेंती रीति सहित मार्गर संपर्क प्रदर्शन कथा। बाण भट्ट आंचलिकता भितर रीतिर नामकरण। दंडी रीति भाव गौड़ी को निकृष्ट स्थान प्रदान। रुद्रट लाटी नामक नूतन रीतिर संयोजन करथिले। परवर्ती प्रश्न कस्तम रही कस्तम रे अछंती आमर रंगमंचर प्रतिष्ठाता कस्तम रे रंगमंचर नाम रही सजेबा। सतीश चंद्र सरकार मैग्नेटिक थिएटर। पद्मनाभ देव पद्मनाभ रंगालय। बनमाली पति राधाकृष्ण थिएटर्स। रजनीकांत विश्वास उषा पेंडाल। तो बनमाली पति राधाकृष्ण थिएटर एक कथा आपण मैंने समस्त जानी कारण अश्विनी कुमार घोष परवर्ती समय रे ताको आर्ट थिएटर नाम रे से रंगमंचर नामकरण करथिले। तो आपण मैंने जदि गोटे भी आंसर जानुचंती ताले ताको गोटे कि दुईटी आंसर जदि ठीक जानचंती ताले कर दे पारिबे। विक्टर ह्यूगों ला मिजेरेबल उपन्यासर छाया रे केउं उपन्यास दुईटी रचित। एठी हमें देखिबा पीयूष प्रवाह अभागिनी ए दुईटी हेउछि ला मिजेरेबल अनुसरण रचित। पीयूष प्रवाह लेखुचंदी रामचंद्र आचार्य। अभागिनी लेखुचंदी गोदावरीश महापात्र मिश्र गोदावरीश मिश्र। परवर्ती प्रश्न देखिबा परीक्षा फल बाहरिला मु पास करी अछि यह केउं प्रकार क्रिया प्रकरण को बुझाउ अछि।
ବର୍ତ୍ତମାନ ସମ୍ପନ୍ନ କ'ଣ ଅଛି ନା ପରୀକ୍ଷା ଫଳ ବାହାରିଲା, ଏବେ ପରୀକ୍ଷା ଫଳ ବାହାରିଛି, ବର୍ତ୍ତମାନ ବାହାରିଲା, ମୁଁ ପାସ୍ କରିଛି, ତ କାମଟି ସରିଯାଇଛି, ତ ସମ୍ପନ୍ନ, ବର୍ତ୍ତମାନ ସମ୍ପନ୍ନ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ 1850 ମସିହା ପରଠାରୁ ଖ୍ରୀଷ୍ଟିଆନ ପାଦ୍ରୀ ଓ କମ୍ପାନୀ ସରକାରଙ୍କ ପରିଚାଳନାରେ ପ୍ରତିଷ୍ଠିତ ସ୍କୁଲଗୁଡ଼ିକ କେଉଁ ନାମରେ ପରିଚିତ ଥିଲେ? ତ ଏହା ହେବ ଭର୍ଣ୍ଣାକୁଲାର ସ୍କୁଲ। ପରବର୍ତ୍ତୀ ପ୍ରଶ୍ନ, କୁଞ୍ଜ ବିହାରୀ ଦାସ କେଉଁ ଦୁଇଟି ଭ୍ରମଣ ସାହିତ୍ୟ ରଚନା କରିଛନ୍ତି? ମୋ ସ୍ୱପ୍ନର କାଶ୍ମୀରୀ, ପଥିକ। ପରବର୍ତ୍ତୀ ପ୍ରଶ୍ନ, କେଉଁ ରମ୍ୟ ରଚନାଟି ଭୁବନେଶ୍ୱର ବେହେରାଙ୍କ ଦ୍ୱାରା ରଚିତ? ଢେଙ୍କି ଓ ପ୍ରକୃତି। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ନାଟକ ଗୁଡ଼ିକ ମଧ୍ୟରୁ କେଉଁଟି କୌଣସି ଉପନ୍ୟାସର ନାଟ୍ୟ ରୂପ ନୁହେଁ? ତ ଏଇ ଯେଉଁ ଢେଙ୍କି ଓ ପ୍ରକୃତି ରହିଛି ତାଙ୍କର ଶୁଣ ପରୀକ୍ଷା ରମ୍ୟ ରଚନା ସଂକଳନ ଯେଉଁ ରହିଛି ସେଇ ସଂକଳନରେ ଏହା ସ୍ଥାନିତ, ଶୁଣ ପରୀକ୍ଷା। ନିମ୍ନଲିଖିତ ନାଟକ ଗୁଡ଼ିକ ମଧ୍ୟରୁ କେଉଁଟି କୌଣସି ଉପନ୍ୟାସର ନାଟ୍ୟ ରୂପ ନୁହେଁ? ନଷ୍ଟ ଉର୍ବଶୀ। ଏଇସବୁ ଗୁଡ଼ିକୁ ଆମେ ଦେଖିବା, ଏଇ ଝଞ୍ଜା, ବଧୂ ନିରୁପମା, ଅମଡ଼ା ବାଟ, ଏ ତିନୋଟି ଯାକ ଉପନ୍ୟାସ ନାଟ୍ୟ ରୂପ ପାଇଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଚନ୍ଦ୍ରଶେଖର ନନ୍ଦ, ଗୋଦାବରୀଶ ମହାପାତ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀ, ରାଜକିଶୋର ରାୟ, ଏହି ଲେଖକ କ୍ରମ ଅନୁଯାୟୀ ସେମାନଙ୍କ ପୁସ୍ତକ ଗୁଡ଼ିକୁ ଆମେ ସଜେଇବା। ତ ତଳେ ଆମର ରହିଛି ତାଙ୍କର ଗଳ୍ପ ସଂକଳନ ଗୁଡ଼ିକ ରହିଛି। ତ ଚନ୍ଦ୍ରଶେଖର ନନ୍ଦଙ୍କର ହେଉଛି ଚିତ୍ର, ଗୋଦାବରୀଶ ମହାପାତ୍ରଙ୍କର ହେଉଛି ମାଟିର ମାୟା, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ହେଉଛି ରାଶିଫଳ, ରାଜକିଶୋର ରାୟଙ୍କର ହେଉଛି ମନର ମୃଣାଳ। ତ ଚନ୍ଦ୍ରଶେଖର ତମର ହେଉଛି ଚିତ୍ର, ତ ସି ଅଛି ଦୁଇଟା ଜାଗାରେ। ତାପରେ ଆମେ ଦେଖିଦେବା ଗୋଦାବରୀଶ, ଆପଣମାନେ ଗୋଦାବରୀଶ ମହାପାତ୍ରଙ୍କର ମାଟିର ମାୟା କଥା ଯଦି ବି ନ ଜାଣିଛନ୍ତି, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ରାଶିଫଳ କଥା ନିଶ୍ଚିତ ଭାବରେ ଜାଣିଥିବେ। ତ ସିରେ ଆସିବ ଏ, ତ ଅପସନ୍ 3 ହେବ ତାର ସଠିକ୍ ଉତ୍ତର। ଅପସନ୍ 4 ହେବ ତାର ସଠିକ୍ ଉତ୍ତର। ଯଦି ଆପଣ ରାଜକିଶୋର ରାୟଙ୍କର ମନର ମୃଣାଳ କଥା ଜାଣିଛନ୍ତି ତାହେଲେ ସେଠି ଆପଣ ସଠିକ୍ ଉତ୍ତର କରିଦେଇ ପାରିବେ। ତ 4ଟା ହେବ ସଠିକ୍ ଉତ୍ତର, ସି, ଡି, ଏ, ବି। ପରବର୍ତ୍ତୀ ପ୍ରଶ୍ନ ରହିଛି, କବିତା ସଂକଳନ ଗୁଡ଼ିକୁ ଆମେ କବିମାନଙ୍କୁ ସଜେଇବା, କବିମାନଙ୍କୁ ତାଙ୍କ କବିତା ସଂକଳନ ଦ୍ୱାରା ସଜେଇବା। କାଳିନ୍ଦୀ ଚରଣ ପାଣିଗ୍ରାହୀ ଆମେ ଦେଖିବା, ତାଙ୍କର ହେଉଛି ମହାଦୀପ, ମାୟାଧର ମାନସିଂହ, ସିନ୍ଧୁ ଓ ବିନ୍ଦୁ, ବୈକୁଣ୍ଠନାଥ ପଟ୍ଟନାୟକ ଉତ୍ତରାୟଣ, ରାଧାମୋହନ ଗଣନାୟକ ସ୍ମରଣିକା। ତ ଆପଣମାନେ ଯଦି ବୈକୁଣ୍ଠ ପଟ୍ଟନାୟକ, ରାଧାମୋହନ ଗଣନାୟକଙ୍କର ଜାଣିଛନ୍ତି, ରାଧାମୋହନ ଗଣନାୟକଙ୍କର ହେଉଛି ଉତ୍ତରାୟଣ, ତାହେଲେ ଏ ଆସିବ, ଏ ତିନିଟା ଜାଗାରେ ଅଛି। ରାଧାମୋହନ ଗଣନାୟକଙ୍କର ସ୍ମରଣିକା ଆପଣମାନେ ଜାଣିଛନ୍ତି, ତ ବି ଆସିବ। ତ ଏଇଠି ହେବ 3ଟା ହେବ ଠିକ୍ ଉତ୍ତର। ତ ରାଧାମୋହନ ଗଣନାୟକଙ୍କ ସ୍ମରଣିକା କଥା ଯଦି ଆପଣ ଜାଣିଥିବେ ତାହେଲେ ଠିକ୍ କରିଦେଇ ପାରିବେ। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ହରିବଂଶ ଓ ସାରଳା ମହାଭାରତରେ ବର୍ଣ୍ଣିତ ଉପାଖ୍ୟାନକୁ ନେଇ ନିମ୍ନରେ ପ୍ରଦତ୍ତ କେଉଁ କାବ୍ୟଟି ରଚିତ? ଉଷାଭିଳାଷ କାବ୍ୟଟି ରଚିତ। ଉଷାଭିଳାଷ କାବ୍ୟଟି ଶିଶୁ ଶଙ୍କର ଦାସ ରଚନା କରୁଛନ୍ତି। ଏହା ହେଉଛି 12 ଛାନ୍ଦ ବିଶିଷ୍ଟ। ଉତ୍କଳମଣିଙ୍କ କେଉଁ ଦୁଇଟି କାବ୍ୟରେ ଜାତୀୟ ଭାବପ୍ରବଣତା ପ୍ରକାଶ ପାଇଛି? କାରା କବିତା, ଅବକାଶ ଚିନ୍ତା, ବି ଆଉ ଡି 4।
ପରବର୍ତ୍ତୀ ପ୍ରଶ୍ନ, ଗୋଦାବରୀଶ ମହାପାତ୍ରଙ୍କ ବନ୍ଦୀର ମାୟା ଉପନ୍ୟାସରେ କିଏ ଶତ୍ରୁପକ୍ଷ ଭାବେ ବର୍ଣ୍ଣିତ? ମରହଟ୍ଟାବାନୀ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନଲିଖିତ ଗ୍ରନ୍ଥଗୁଡ଼ିକର କ୍ରମ ଅନୁଯାୟୀ ସେଗୁଡ଼ିକର ଲେଖକମାନଙ୍କ କ୍ରମ ଦର୍ଶାଅ। ତ ଏଠାରେ ଆମେ ଦେଖିବା ସର୍ବାଙ୍ଗ ସୁନ୍ଦରୀ ଲୋକନାଥ ବିଦ୍ୟାଧର ଆପଣମାନେ ଜାଣିଥିବେ। ରାମ ବିବାହ ଅର୍ଜୁନ ଦାସ ଏକଥା ମଧ୍ୟ ଜାଣିଥିବେ। ତାପରେ ବିଷ୍ଣୁଗର୍ଭ ପୁରାଣ ଚୈତନ୍ୟ ଦାସ, ଖୁଦୁରୁକୁଣୀ ଓଷା ଗୋପୀନାଥ ଦାସ। ତ ସର୍ବାଙ୍ଗ ସୁନ୍ଦରୀ, ରାମ ବିବାହ ଏଇ ଦୁଇଟି ଆପଣମାନେ ସଠିକ୍ ଜାଣିଛନ୍ତି। ତ ଏଠି ଦେଖିବା ଆମେ ରାମ ବିବାହ ଅର୍ଜୁନ ଦାସ, ତ ସି ଆସିବ 2 ନମ୍ବରରେ, ଏଇଠି ଅଛି ଗୋଟେ ଜାଗାରେ, ତ ଏଇଠି 2ଟା ହେବ ଠିକ୍ ଉତ୍ତର। ସରି ଏଠି ହେବ ଡି, ଅର୍ଜୁନ ଦାସ ଡିରେ ଅଛନ୍ତି। ତ ଏଠି ଆସିବେ ପ୍ରଥମେ ଖୁଦୁରୁକୁଣୀ ଓଷା ଗୋପୀନାଥ ଦାସ, ଏଇଟା ଆପଣମାନେ ଜାଣିନାହାନ୍ତି। ରାମ ବିବାହ ଜାଣିଛନ୍ତି ଅର୍ଜୁନ ଦାସ, ତ ଡି ଏଇଠି ଆସିଛି, ତ ଏଇଟା ହେବ ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ରତ୍ନାକର ଚଇନି, ସୌରୀନ୍ଦ୍ର ବାରିକ, ଗଗନେନ୍ଦ୍ରନାଥ ଦାସ, ସୀତାକାନ୍ତ ମହାପାତ୍ର ଏହି ଲେଖକ କ୍ରମ ଅନୁଯାୟୀ ସେମାନଙ୍କ ପୁସ୍ତକ ଗୁଡ଼ିକର କ୍ରମ ନିର୍ଦ୍ଧାରଣ କର। ତ ଏଠାରେ ଆମେ ଦେଖିବା ପ୍ରଥମେ ରତ୍ନାକର ଚଇନି, ମୋ ଆଖିର ମୂଲ। ତାପରେ ସୀତାକାନ୍ତ ମହାପାତ୍ରଙ୍କର ହେଉଛି ଅନ୍ଧାରର ଝୋଟି ଚିତା। ଗଗନେନ୍ଦ୍ରନାଥ ଦାସଙ୍କର କ୍ଷୁଧିତୀର ଦ୍ୟୁତି। ସୌରୀନ୍ଦ୍ର ବାରିକଙ୍କର ହେଉଛି ବାମନର ପାଦ। ତ ପ୍ରଥମେ ଆସିବ ରତ୍ନାକର ଚଇନି, ସି ଆସିବ 2ଟା ଜାଗାରେ ଅଛି, ତ ଆମେ ଦେଖିଦେବା। ତାପରେ ଗଗନେନ୍ଦ୍ରନାଥ ଦାସ ଏ ଆସିବ 3 ନମ୍ବରରେ ଆସିବ ଏ, ତ ଏଇ ଯେଉଁ ସି ଆଉ ଏଇ ଜାଗାରେ ଅଛି, ତ 2ଟା ହେବ ଠିକ୍ ଉତ୍ତର, ସି ବି ଏ ଡି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଓଡ଼ିଆ ସ୍ୱତନ୍ତ୍ର ଭାଷା ନୟ ପୁସ୍ତକ ପ୍ରତିବାଦରେ ଓଡ଼ିଶାର କେଉଁ 2ଟି ପତ୍ରିକାରେ ଆଲୋଚନାମାନ ପ୍ରକାଶ ପାଇଥିଲା? ଏଠାରେ ହେବ ଉତ୍କଳ ଦୀପିକା ଆଉ ସମ୍ବାଦ ବାହିକା। ପରବର୍ତ୍ତୀ ପ୍ରଶ୍ନ, ଗୋପାଳ ଚନ୍ଦ୍ର ପ୍ରହରାଜ ନିଜ ଲୋକ କାହାଣୀ ସଂଗ୍ରହର ଭୂମିକାରେ ଲୋକ କାହାଣୀକୁ କେତୋଟି ପ୍ରମୁଖ ଭାଗରେ ବିଭକ୍ତ କରିଥିଲେ? ସେ 2ଟି ପ୍ରମୁଖ ଭାଗରେ ବିଭକ୍ତ କରିଥିଲେ। ଏଇ ପ୍ରଶ୍ନଟି ଏଇ ବର୍ଷ 2026 ମସିହା ଜାନୁଆରୀ ମାସରେ ଯେଉଁ ପରୀକ୍ଷା ହେଇଥିଲା ସେଇ ପରୀକ୍ଷାରେ ଏଇ ପ୍ରଶ୍ନଟି ଆସିଛି। କ'ଣ ବିଭାଗ କରିଥିଲେ? ବାଳୋପଯୋଗୀ ଓ ବୃଦ୍ଧୋପଯୋଗୀ। ପରବର୍ତ୍ତୀ ପ୍ରଶ୍ନ, ଏମାନଙ୍କ ମଧ୍ୟରୁ କିଏ ଦେବେନ୍ଦ୍ର ସତ୍ୟାର୍ଥୀଙ୍କ ଉତ୍ସାହ ଓ ଅନୁପ୍ରେରଣାରେ ଲୋକଗୀତ ସଂଗ୍ରହରେ ବ୍ରତୀ ଥିଲେ? ଚକ୍ରଧର ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, ମାଇଗ୍ରେସନାଲ ଥିଓରିର ପ୍ରାଥମିକ ପ୍ରବକ୍ତା କିଏ? ଥିଓଡର ବେନଫି ହେଉଛନ୍ତି ମାଇଗ୍ରେସନାଲ ଥିଓରିର ପ୍ରାଥମିକ ପ୍ରବକ୍ତା। ପରବର୍ତ୍ତୀ ପ୍ରଶ୍ନ ଆମେ ଦେଖିବା, କେଉଁଟି ବୌଦ୍ଧଯୁଗୀୟ ପୃଷ୍ଠଭୂମିର ଉପନ୍ୟାସ ନୁହେଁ? ବୌଦ୍ଧ ଯୁଗର ପୃଷ୍ଠଭୂମିରେ ସେଇ ଉପନ୍ୟାସଟି ରଚନା ହୋଇ ନାହିଁ। କେଉଁ ଉପନ୍ୟାସଟି? ଅନାଦି ଅନନ୍ତ। ଆଉ ଏଇ 3ଟି ଉପନ୍ୟାସ ବୌଦ୍ଧ ଯୁଗର ପୃଷ୍ଠଭୂମିରେ ରଚିତ। ରାଣୀ ଶ୍ୟାମାବତୀ ଉପନ୍ୟାସଟି ଅର୍ଚ୍ଚନା ନାୟକ ରଚନା କରୁଛନ୍ତି। ଆଜୀବକର ଅଟ୍ଟହାସ୍ୟ ସୁରେନ୍ଦ୍ର ମହାନ୍ତି। ରାଣୀ କର୍ପୂରଶ୍ରୀ ହେଉଛି ଅନାଦି ସାହୁଙ୍କର। ଅନାଦି ଅନନ୍ତ ବଳରାମ ପଟ୍ଟନାୟକଙ୍କର ଉପନ୍ୟାସ ପୂର୍ବରୁ ଆମେ ଆଲୋଚନା କରିସାରିଛେ। ପରବର୍ତ୍ତୀ ପ୍ରଶ୍ନ, କୁଲେର, ନର୍ମାନ ହଲାଣ୍ଡ, ହ୍ୟାନ୍ସ ଜର୍ଜ ଗାଦାଗାର ଓ ଉଲଫଗାଙ୍ଗ ଆଇଜର ଏହି କ୍ରମରେ ସେମାନଙ୍କ ରଚିତ ପୁସ୍ତକ ଗୁଡ଼ିକୁ ସଜାଇ ଲେଖ। ତ ପ୍ରଥମେ ଆମେ ଦେଖିବା କୁଲେରଙ୍କର ଆସିବ ଷ୍ଟ୍ରକ୍ଚୁରାଲିଷ୍ଟିକ ପୋଏଟିକ୍ସ। ନର୍ମାନ ହଲାଣ୍ଡ ରିଡର୍ସ ରିଡିଂ। ହ୍ୟାନ୍ସ ଜର୍ଜ ଗାଦାଗାର ଆସିବ ଟ୍ରୁଥ ଆଣ୍ଡ ମେଥଡ ପୁସ୍ତକର ରଚୟିତା। ଉଲଫଗାଙ୍ଗ ଆଇଜର
द इम्प्लाइड रिडर ଏଇଭଳି ଭାବରେ ତାର କ୍ରମ ଆସିବ ଡି ବି ଏ ସି ଡି ବି ଏ ସି 4ରେ ଅଛି। ତ ପରବର୍ତ୍ତୀ ପ୍ରଶ୍ନ ଆମେ ଦେଖିବା କ ସ୍ତମ୍ଭ ଖ ସ୍ତମ୍ଭ ରହିଛି। କ ସ୍ତମ୍ଭରେ ଲେଖକମାନଙ୍କ ନାମ ରହିଛି। ଖ ସ୍ତମ୍ଭରେ ସେମାନଙ୍କର କବିତା ଗୁଡ଼ିକର ନାମ ରହିଛି। ତ ଦେଖିବା ଆମେ ଦୀପକ ମିଶ୍ର ହଳଦୀ ଶୁକ ବଢ଼େଇ ଦୀପକ ମିଶ୍ର ଶୁକ ବଢ଼େଇ କବିତା ରଚନା କରୁଛନ୍ତି। ଭାନୁଜୀ ରାଓ ଆମେ ଜାଣିଛେ ହଳଦୀ ପତ୍ରରେ ବାସ୍ନା, ସୌଭାଗ୍ୟ ମିଶ୍ର ଶୁକଦେବ ଜେନା, ସୌରୀନ୍ଦ୍ର ବାରିକ ହଳଦୀ ବସନ୍ତ। ତ ଭାନୁଜୀ ରାଓଙ୍କୁ ଯଦି ଆପଣ ଜାଣିଥିବେ ଭାନୁଜୀ ରାଓ ଲେଖିଛନ୍ତି ହଳଦୀ ପତ୍ରରେ ବାସ୍ନା, ତାହେଲେ ସେଇ ଏଇଟା ଦୁଇଟା ଅପସନରେ ଅଛି। ଆଉ ଗୋଟେ ଆପଣ ଜାଣିଥିବେ ଯଦି ଯେ ସୌରୀନ୍ଦ୍ର ବାରିକ ଲେଖିଛନ୍ତି ହଳଦୀ ବସନ୍ତ, ତାହେଲେ ଆପଣମାନେ ସଠିକ ଉତ୍ତର ପାଇଯିବେ। ତ ପରବର୍ତ୍ତୀ ପ୍ରଶ୍ନ ଆମେ ଦେଖିବା କୁନ୍ତୀ କେଉଁ ଦୁଇଟି ଉପନ୍ୟାସ ଦ୍ୱୟର କେନ୍ଦ୍ରୀୟ ଚରିତ୍ର? କେନ୍ଦ୍ର ଚରିତ୍ର ଭାବରେ କୁନ୍ତୀକୁ କେଉଁ ଦୁଇଟି ଉପନ୍ୟାସରେ ରଖାଯାଇଛି? ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତକୁ, କୁନ୍ତୀ କୁନ୍ତଳା ଶକୁନ୍ତଳା, ଏଇ ଦୁଇଟି ଉପନ୍ୟାସରେ କୁନ୍ତୀ ହେଉଛି ମୁଖ୍ୟ ଚରିତ୍ର। ତ ପ୍ରଥମେ ଆମେ ଦେଖିବା ଉପନ୍ୟାସ କ'ଣ ରହିଛି ନାମ ସମୁଦ୍ରର ସ୍ୱର। ଆମେ ଜାଣିଛନ୍ତି ସମୁଦ୍ରର ସ୍ୱର ହେଉଛି ପ୍ରତିଭା ରାୟଙ୍କ ଉପନ୍ୟାସ। ଯନ୍ତ୍ରାରୂଢ଼ ହେଉଛି ଚନ୍ଦ୍ରଶେଖର ରଥଙ୍କର ଉପନ୍ୟାସ। ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତକୁ ନେଇ ହୃଷିକେଶ ପଣ୍ଡା, କୁନ୍ତୀ କୁନ୍ତଳା ଶକୁନ୍ତଳା ବୀଣାପାଣି ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ ଦେଖିବା ନିମ୍ନୋକ୍ତ କେଉଁ ଦୁଇଟି ଗ୍ରନ୍ଥ ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ? ଏଠାରେ ହବ ଶିବ ସ୍ୱରଦେୟ ତୁଳାବୀଣା। ତ ତୁଳାବୀଣା ଆଉ ଅର୍ଥ କୋଇଲି ଲେଖୁଛନ୍ତି ଜଗନ୍ନାଥ ଦାସ, ଶିବ ସ୍ୱର ଦାରୁବ୍ରହ୍ମ ଗୀତା, ତୁଳାବୀଣା, ଅର୍ଥ କୋଇଲି, ଏ ତିନୋଟି ଯାକ ହେଉଛି ଜଗନ୍ନାଥ ଦାସଙ୍କର, ଶିବ ସ୍ୱରଦେୟ ହେଉଛି ଯଶୋବନ୍ତ ଦାସଙ୍କର। ପରବର୍ତ୍ତୀ ପ୍ରଶ୍ନ ଦେଖିବା ଆମେ ନିମ୍ନରେ ପ୍ରଦତ୍ତ କେଉଁ ଧ୍ୱନି ଗୁଡ଼ିକ ତାଡ଼ିତ ଧ୍ୱନି? ଡ ଆଉ ଢ ହେଉଛି ତାଡ଼ିତ ଧ୍ୱନି। ପରବର୍ତ୍ତୀ ପ୍ରଶ୍ନ ମେଘ ଏଠି ଈଶ୍ୱର, ମେଘର ରାଜତ୍ୱ ପୂରାପୂରି, ମେଘ ବଡ଼ ସ୍ୱେଚ୍ଛାଚାରୀ, ରାଜକନ୍ୟା ଶୋଇଥିବା ଘରେ, ବେପଥୁ କେଶବାସ ସଜାଡ଼ୁ ସଜାଡ଼ୁ ଅଚାନକ ପଶିଯାଏ ବିନା ଡାକରାରେ। ଉକ୍ତ ପଂକ୍ତିରେ କେଉଁ ସହରର କଥା କବି ଭାନୁଜୀ ରାଓ ଉଲ୍ଲେଖ କରିଛନ୍ତି? ଏଠାରେ ସେ ମସୌରୀ କଥା କହିଛନ୍ତି ଭାନୁଜୀ ରାଓ। ପରବର୍ତ୍ତୀ ପ୍ରଶ୍ନ ଦେଖିବା ସାତ ତାରାର ଦୀପ ରୂପାତ୍ମକ କବିତାରେ ନିମ୍ନ କେଉଁ ଦୁଇଟି ଦୀପର ପ୍ରଜ୍ୱଳନ ପ୍ରସଙ୍ଗ କବି ଉଲ୍ଲେଖ କରିଛନ୍ତି? ଏଠାରେ ହବ କ'ଣ ନା ପରିଣୀତା ବଧୂ, ଜ୍ୟୋତ୍ସ୍ନା ପିପାସା, এই ଦୁଇଟି ଦୀପର ପ୍ରଜ୍ୱଳନ ପ୍ରସଙ୍ଗ କଥା କହିଛନ୍ତି। ସାତ ତାରାର ଦୀପ କବିତା ସଂକଳନଟି ହେଉଛି ବିନୋଦ ଚନ୍ଦ୍ର ନାୟକଙ୍କ କବିତା ସଂକଳନ। ପରବର୍ତ୍ତୀ ପ୍ରଶ୍ନ ରହୁଛି ଅନୁଚ୍ଛେଦ ଆସୁଛି। ତ ଏତିକି ପ୍ରଶ୍ନ ଆମର ରହିଥିଲା ଏଇ ଭିଡ଼ିଓରେ। ତ ଏହିପରି ନୂତନ ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଧନ୍ୟବାଦ। ସାଙ୍ଗସାଥିମାନଙ୍କ ସହିତ ମଧ୍ୟ ସେୟାର କରିଦିଅନ୍ତୁ। ତା ସହିତ ଆପଣଙ୍କୁ କେଉଁ ବିଭାଗରୁ ପ୍ରଥମେ ଭିଡ଼ିଓ ଆବଶ୍ୟକ ରହିଛି ତାହା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇବେ। ତା ସହିତ ତ୍ରୁଟି ବା ଫିଡ଼ବ୍ୟାକ୍ ନିଶ୍ଚିନ୍ତ ଭାବରେ ଆପଣଙ୍କର ଦେବେ। ରହିଲି, ଜୟ ଜଗନ୍ନାଥ।